ବୁଝେଇବେ ଯେ ପରମ ଶାନ୍ତି କଣ। ଯେମିତି ଆମର ହରେ କୃଷ୍ଣ ହରେ ରାମ ଆମର ମହାମନ୍ତ୍ର କୁହାଯାଇଥିଲା, ସେ ଗୋଲକପୁରରୁ ଆସିଛି କାରଣ ସେ କୃଷ୍ଣଙ୍କର ମନ୍ତ୍ର। ତ କୃଷ୍ଣଙ୍କ କିଏ ଆମର ଆମେ ଜାଣିବା କୃଷ୍ଣ କିଏ, ରାମ କିଏ, ତ ତାପରେ କାହିଁକି ପରମ ଶାନ୍ତି କଣ, ତାପରେ ପରମ ଧାମ କଣ, ଶିବ କିଏ, ଭାଇ ଆମର ବୁଝେଇକି ଆମ କେତେ ଆତ୍ମା ଆସୁଛନ୍ତି ନୂଆ ନୂଆ ଆତ୍ମା ତାଙ୍କର ଯଦି ଡାଉଟ୍ କ୍ଲିୟର କରିବେ ସେମାନେ ଦାଦାଜୀଙ୍କ ଶରଣ ନେବେ। ସେମାନଙ୍କର ଯୋଉ କାରଣ ଶରୀର ଆମ ଶରୀର ଭିତରେ ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ଆମେ ଦେଖୁଛନ୍ତି ପଞ୍ଚତତ୍ତ୍ୱ, ତାପରେ ସୂକ୍ଷ୍ମ ଶରୀର ଅଛି ତିନି ତତ୍ତ୍ୱ, ତାପରେ କାରଣ ଶରୀର ଅଛି ଆକାଶ ତତ୍ତ୍ୱ। ସେଇଠି ଆମର ଜନ୍ମ ଜନ୍ମର କର୍ମ ରେକର୍ଡିଂ ହେଇକି ଅଛି। ସେଇ ରେକର୍ଡକୁ ଆମେ ଡିଲିଟ୍ କରିବାକୁ ପଡ଼ିବ, ମାନେ ଆମେ ସବୁ ପୁରା ଖତମ, ମାନେ ପାପ ପୁଣ୍ୟ ସବୁ ଖତମ କରିବାକୁ ପଡ଼ିବ। କେମିତି କରିବା ନା ଆମେ ଯେତେବେଳେ ଧର୍ମର ବ୍ୟବହାର କରିବା, ଯେତେବେଳେ ଆମେ ଶରଣ ପ୍ରଥମ ଆମ ରଚୟିତାଙ୍କ ପାଖରେ, ତ ସେଇ କଥା ସବୁ ଭାଇ ବୁଝେଇବେ ଟିକେ। ଆମର ନିବେଦନ ଭାଇ ବୁଝେଇବେ, ତାପରେ ଆମର ସମସ୍ତ ଆତ୍ମା ଆମର ବହୁତ ଦୂରରୁ ଶୀତ ଏତେ ଦୂରରୁ ଛୋଟ ଛୁଆମାନଙ୍କୁ ଧରିକି ଆସିଛନ୍ତି, ସେମାନେ ମଧ୍ୟ କିଛି କିଛି କହିବେ। ଫାଷ୍ଟ ଭାଇ ପରମ ଶାନ୍ତି ବିଷୟରେ ଫାଷ୍ଟ କିଛି କୁହନ୍ତୁ, ତାପରେ ସମସ୍ତେ